ଶୀତରେ ପୌଷ ମାଘ ମାସ ଦେହରେ ରଖ ଶୀତବାସ। ଧରଣୀ ରାଣୀ କାକରର ଧବଳ ଆସ୍ତରଣରେ ଘୋଡ଼େଇ ହୋଇ ସ୍ୱାଗତ କରେ ଶୀତ ଋତୁକୁ। ଦିନ ରାତ୍ରି ଉଭୟ ପ୍ରବଳ ଶୀତ ପ୍ରକୋପରେ ଜର୍ଜରିତ ହୋଇଥାଏ। କାର୍ତ୍ତିକ ମାର୍ଗଶିର ମାସର ହାଲକା ହାଲକା ଥଣ୍ଡା ପୌଷ ଓ ମାଘ ମାସରେ ବହୁଗୁଣିତ ହୋଇଯାଏ। ଆସନ୍ତୁ ଜାଣିବା ଶୀତରେ ପ୍ରକୃତି କେମିତି ଦିଶେ। ଶୀତ ଋତୁରେ କାକର ଆସ୍ତରଣ ଯେତେ ସୁନ୍ଦର ଲାଗିଲେ ମଧ୍ୟ ଉତ୍ତର ଦିଗରୁ ପ୍ରବାହିତ ହେମାଳ ପବନ ସବୁକୁ ଫିକା କରିଦିଏ। ଦିନ ଛୋଟକୁ ରାତି ବଡ଼ ହୋଇଯାଏ। ଏ ଋତୁରେ ହାଡ଼ଭଙ୍ଗା ଶୀତର ପ୍ରକୋପ ଧନୀ ଶ୍ରେଣୀ ଲୋକଙ୍କ କମ୍ବଳ ରେଜେଇରେ ଫିକା ପଡ଼ିଯାଏ ସତ, କିନ୍ତୁ ଗରିବ ଲୋକଟିର ଜୀବନ ବଞ୍ଚିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼େ। ରାସ୍ତା କଡ଼ରେ ଲୋକେ କାଠି କୁଟା ଜାଳି ନିଆଁରେ ସେକି ହୁଅନ୍ତି। ରାତ୍ରିର ପ୍ରବଳ ଥଣ୍ଡା ସବୁଆଡ଼େ ଶୂନଶାନ କରିଦିଏ। ଏହି ଋତୁରେ ମୁଖ୍ୟ ସୌନ୍ଦର୍ଯ୍ୟ ହେଲା ଏହି ଋତୁରେ ଫୁଟୁଥିବା ବିଭିନ୍ନ ସୁନ୍ଦର ଫୁଲ। ଏଥିସହିତ ନାନା ପ୍ରଜାତିର ପରିବା ମଧ୍ୟ ହୋଇଥାଏ। କମଳା, ଅଙ୍ଗୁର, ସେଓ, ନାଶପାତି ଓ ବେଦନା ଆଦି ଫଳ ମଧ୍ୟ ଏହି ଋତୁରେ ହୁଏ। ଏ ଋତୁରେ ଶାରଦ ଧାନ ଅମଳ କରାଯାଇଥାଏ। ଦିନର ଖରା ଖୁବ୍ ଟାଣ ହୁଏ। ଲୁଗାପଟା ଶୀଘ୍ର ଶୁଖିଯାଏ, କାରଣ ବାୟୁମଣ୍ଡଳରେ ଜଳବାଷ୍ପ ନଥାଏ। ଆସନ୍ତୁ ଜାଣିବା ଶୀତ ଋତୁର ଉପକାରିତା। ଶୀତ ଋତୁର ଉପକାରିତା ହେଲା ସଂକ୍ରାମକ ରୋଗର ଭୟ କମ୍ ଥାଏ। ବିଭିନ୍ନ ପନିପରିବା ଓ ଫଳ ଶସ୍ତା ଦରରେ ଉପଲବ୍ଧ ହୁଏ। ଗେଣ୍ଡୁ ଫୁଲ ଏହି ଋତୁର ମୁଖ୍ୟ ଫୁଲ ଅଟେ। ଏହି ଋତୁରେ ଧାନ ଅମଳ କରାଯିବା କୃଷକ ମନରେ ଅପାର ଆନନ୍ଦ ଦିଏ। ଆସନ୍ତୁ ଜାଣିବା ଶୀତ ଋତୁର ଅପକାରିତା। ଶୀତ ଋତୁରେ ପ୍ରବଳ ଥଣ୍ଡା ବୃଦ୍ଧ ବୃଦ୍ଧାଙ୍କ ପାଇଁ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଖୁବ୍ କଷ୍ଟଦାୟକ ହୋଇଥାଏ। ଏହି ଋତୁରେ ଦିନ ଛୋଟ ଯୋଗୁଁ ଲୋକେ ଅଧିକ କାମ କରିପାରନ୍ତି ନାହିଁ। ସକାଳର କାକର ଓ ରାତ୍ରିର ପ୍ରବଳ ଶିଶିରପାତ ଏବଂ ଥଣ୍ଡା ହେତୁ ଜ୍ୱର, ଥଣ୍ଡା, ସର୍ଦ୍ଦି ଓ କାଶ ଆଦି ରୋଗ ହୋଇଥାଏ। ଆସନ୍ତୁ ଜାଣିବା ଶୀତ ଋତୁରେ ପାଳନ କରାଯାଉଥିବା ପର୍ବପର୍ବାଣି। ବିଭିନ୍ନ ପର୍ବପର୍ବାଣି ଏହି ଋତୁରେ ପାଳନ କରାଯାଇଥାଏ। ମୁଖ୍ୟ ପର୍ବ ଗୁଡ଼ିକ ହେଲା ଶାମ୍ବ ଦଶମୀ, ମକର ସଂକ୍ରାନ୍ତି, ଧନୁ ସଂକ୍ରାନ୍ତି, ଅଗିରା ପୂର୍ଣ୍ଣିମା ଆଦି। ଏଥିସହିତ ଏହି ଋତୁରେ ଖ୍ରୀଷ୍ଟାବଲମ୍ବୀମାନେ ଖ୍ରୀଷ୍ଟମାସ ପର୍ବ ଖୁବ୍ ଧୁମଧାମରେ ପାଳନ କରନ୍ତି। ଇଂରାଜୀ ନବବର୍ଷ ମଧ୍ୟ ପାଳନ କରାଯାଇଥାଏ। ଶୀତ ଋତୁ ଯେତେ କଷ୍ଟଦାୟକ ହେଲେ ମଧ୍ୟ ଧାନ ଅମଳ, ବିଭିନ୍ନ ପର୍ବପର୍ବାଣି ପାଳନ ବହୁତ ଖୁସି ମଧ୍ୟ ଦିଏ। ଏହି ଋତୁରେ ଲୋକେ ବଣଭୋଜି କରିବାକୁ ଏବଂ ବୁଲାବୁଲି କରିବାକୁ ପସନ୍ଦ କରନ୍ତି। ବିଭିନ୍ନ ପନିପରିବା ମିଳୁଥିବାରୁ ଶସ୍ତା ଦରରେ ଗରିବ ଶ୍ରେଣୀର ଲୋକେ ଉପକୃତ ହୋଇଥାନ୍ତି। ବିଶେଷ ରୋଗ ମଧ୍ୟ ଏହି ଋତୁରେ ହୁଏ ନାହିଁ। ସବୁ ପରେ ମଧ୍ୟ ଶୀତ ଋତୁ କଷ୍ଟରେ ମଧ୍ୟ କିଛି ଖୁସି ମଧ୍ୟ ପ୍ରଦାନ କରେ।